ଆପଣ ଲକ୍ଷ୍ୟ କରିଥିବେ ଯେମିତି ସିନେମା ପରଦାରେ ଯେତେ ସବୁ ଘଟଣା ଗୁଡ଼ିକ ଘଟୁଥାଏ ସେଗୁଡ଼ିକ ବହୁତ ବଡ଼ ବଡ଼ ହୋଇଥାଏ, କିନ୍ତୁ ତାର ସୂକ୍ଷ୍ମ ଚିତ୍ର ଗୁଡ଼ିକ ମାତ୍ର 1 ଇଞ୍ଚ ରିଲ୍ ଭିତରେ ସୀମିତ ହୋଇ ରହିଥାଏ। ଠିକ୍ ସେଇଭଳି ଆମର ଭଲ ମନ୍ଦ କିମ୍ବା ପାପ ପୁଣ୍ୟର ଘଟଣା ଗୁଡ଼ିକ ବି ବିସ୍ତୃତ ଭାବରେ ବହୁତ ବଡ଼ ବଡ଼ ଆକାରର ହୋଇଥାଏ, କିନ୍ତୁ ତାର ସୂକ୍ଷ୍ମ ଚିତ୍ର ଗୁଡ଼ିକ ଗୋଟିଏ ସୂକ୍ଷ୍ମ ରେଖା ଭିତରେ ହିଁ ଅଙ୍କିତ ହୋଇ ରହିଯାଏ। ଆଉ ଆମ ଭିତରେ ଥିବା ଚିତ୍ରଗୁପ୍ତ ହିଁ ଏସବୁକୁ ପ୍ରତି ମୁହୂର୍ତ୍ତରେ ରେକର୍ଡିଂ କରି ଚାଲିଥାଏ। ଦର୍ଶକ ବନ୍ଧୁ, ଆମେ ପୂର୍ବ ଭିଡ଼ିଓରେ ଚିତ୍ରଗୁପ୍ତଙ୍କ ରହସ୍ୟ ବିଷୟରେ ଅତି ପ୍ରାଞ୍ଜଳ ଭାବରେ ଜାଣିସାରିଛନ୍ତି, ତେଣୁ ଆଜି ଆମେ ଆଉ ସେ ବିଷୟରେ ଅଧିକ ଆଲୋଚନା କରିବା ନାହିଁ। ତେବେ ଏହି ଚିତ୍ରଗୁପ୍ତ କିଭଳି ଅତି ସଠିକ୍ ଭାବରେ ଆମର ପାପ କିମ୍ବା ପୁଣ୍ୟର ମାତ୍ରାକୁ ନିର୍ଦ୍ଧାରଣ କରେ ଆଉ ଆମର କର୍ମକୁ ସେହି ଅନୁଯାୟୀ ଲିପିବଦ୍ଧ କରିଥାଏ, ଆଜି ଏ ବିଷୟରେ ଆମେ ଜାଣିବା। ଆଉ ଏଥିପାଇଁ ଆମକୁ ଆମ ମନ ବିଷୟରେ କିଛି ଜାଣିବାକୁ ପଡ଼ିବ। ଦେଖନ୍ତୁ, ଆମର ଯେଉଁ ମନ ରହିଛି ତାହା ସାଧାରଣତଃ ଦୁଇ ପ୍ରକାରର। କ'ଣ କ'ଣ? ନା ଗୋଟିଏ ହେଲା ବାହ୍ୟ ମନ, ଆଉ ଗୋଟିଏ ହେଲା ଅନ୍ତର୍ମନ ବା ଗୁପ୍ତ ମନ। ବାହ୍ୟ ମନର କାର୍ଯ୍ୟ ଅଲଗା ଆଉ ଅନ୍ତର୍ମନର କାର୍ଯ୍ୟ ମଧ୍ୟ ଅଲଗା। ଯେମିତିକି ତର୍କ କରିବା, ନିର୍ଣ୍ଣୟ କରିବା, ଲୋଭ କରିବା, ସ୍ୱାର୍ଥୀ ହେବା, ନିଷ୍ପତ୍ତି ବଦଳାଇବା, କପଟ କରିବା ଆଉ ବିଶ୍ୱାସଘାତ କରିବା, ଏସବୁ କାର୍ଯ୍ୟ ବାହ୍ୟ ମନ ଦ୍ୱାରା କରାଯାଇଥାଏ। ଏଣୁ ଏହି ବାହ୍ୟ ମନକୁ ଆମେ ଶୈତାନୀ ମନ ବୋଲି ମଧ୍ୟ କହିପାରିବା। କିନ୍ତୁ ଆମର ଅନ୍ତର୍ମନ ବା ଗୁପ୍ତ ମନ ଗୋଟିଏ ଛୋଟ ପିଲା ଭଳି ସରଳ ଆଉ ନିଷ୍କପଟ ହୋଇଥାଏ। ପୁଣି ଗୋଟିଏ ବିବେକବାନ ନିରପେକ୍ଷ ଜଜ୍ ଭଳି ସଚ୍ଚୋଟ ମଧ୍ୟ ହୋଇଥାଏ। ଏଣୁ ଏହି ଅନ୍ତର୍ମନକୁ ଈଶ୍ୱରୀୟ ମନ ବା ସାତ୍ଵିକ ମନ ଯାହା ବି କିଛି ଆମେ କହିପାରିବା। ଦର୍ଶକ ବନ୍ଧୁ, ଆମର ଏହି ଗୁପ୍ତ ମନ ଗୁପ୍ତଚର ଭଳି ପ୍ରତି ମୁହୂର୍ତ୍ତରେ ଆମ ସହିତ ରହି ଆମର ପ୍ରତିଟି କାର୍ଯ୍ୟ ବା ପ୍ରତିଟି ଘଟଣାର ନିରପେକ୍ଷ ବିବରଣୀ ଆମର ଅନ୍ତର୍ଚେତନାରେ ସାଇତି ରଖୁଥାଏ। ଆପଣ ଗୋଟିଏ କଥା ନିଶ୍ଚୟ ଲକ୍ଷ୍ୟ କରିଥିବେ, ବେଳେବେଳେ ଆମର ଏହି ଶୈତାନୀ ମନ ଆମକୁ କୌଣସି ଖରାପ କାମ କରିବାକୁ କହିଥାଏ, ଆଉ ଆମେ ତାହା ବି କରିଥାନ୍ତି। ଆଉ ଆମର ଏହି ମନ ଏକଥା ମଧ୍ୟ ଲୁଚାଇବାକୁ ଚେଷ୍ଟା କରିଥାଏ। ତେବେ ଆମର ଗୁପ୍ତ ମନ ବା ଯେଉଁ ଅନ୍ତଃକରଣ ରହିଛି, ଏହା ଭିତରେ ଭିତରେ କ'ଣ କହିଥାଏ ଜାଣିଛନ୍ତି? ସେ କହିଥାଏ, ଆରେ ଏ ମନ, ତ ଶୈତାନୀ ବୁଦ୍ଧିରେ ତୁ ଖରାପ କାମ ତ କରିଛୁ, ଯେତେ ଛଳ କପଟ କରି ଲୁଚାଇବାକୁ ଚେଷ୍ଟା କଲେ କ'ଣ ହେବ? ତୁ ଭାବୁଛୁ କ'ଣ କେହି ଜାଣିପାରିବେନି? ଆରେ ମୁଁ ତ ସବୁ ଜାଣିଛି ନା, ଆଉ ମୁଁ ତାକୁ ଆତ୍ମାର ଅନ୍ତର୍ଚେତନାରେ ଅଲରେଡ଼ି ରେକର୍ଡିଂ କରି ସାରିଛି। ଦର୍ଶକ ବନ୍ଧୁ, ଆମ ଭିତରେ ଥିବା ଚିତ୍ରଗୁପ୍ତ ଏମିତି ଭାବରେ କାର୍ଯ୍ୟ କରିଥାଏ। ଗୋଟିଏ ସତ୍ୟନିଷ୍ଠ ବିବେକବାନ ନିରପେକ୍ଷ ଜଜ୍ ଭଳି ସୂକ୍ଷ୍ମ ଭାବରେ ବିଚାର କରି ତାହା କେଉଁ ଧରଣର କର୍ମ ଏକଥା ଚିତ୍ରଗୁପ୍ତ ଲିପିବଦ୍ଧ କରିଥାଏ। ମନେକର 3 ଜଣ ଲୋକ ଅଲଗା ଅଲଗା ହତ୍ୟା ମାମଲାରେ ଅଭିଯୁକ୍ତ ହୋଇକି ଜଣେ ଜଜ୍ ପାଖକୁ ଆସିଛନ୍ତି। ତାଙ୍କ ହତ୍ୟା କର୍ମର ବିଚାର ହେବ। ପ୍ରଥମ ଅଭିଯୁକ୍ତଟି ଜଣେ ଘର ତିଆରି କରୁଥିବା ମିସ୍ତ୍ରୀଟିଏ। କ'ଣ ହେଇଛି ନା, କାନ୍ଥରେ ଇଟା ବସାଉଥିବା ବେଳେ ତା ହାତରୁ ଇଟାଟି ଖସିଗଲା, ଆଉ ତଳେ ଯାଉଥିବା ଗୋଟିଏ ଲୋକର ମୁଣ୍ଡରେ ବାଜିବାରୁ ସେ ଲୋକଟି ସେଇଠି ମରିଗଲା। ଜଜ୍ ଦେଖିଲେ ହତ୍ୟା ତ ହେଇଛି, କିନ୍ତୁ ମିସ୍ତ୍ରୀଟି ନିର୍ଦ୍ଦୋଷ। ସେ ଜାଣିଶୁଣି ମାରିବା ଉଦ୍ଦେଶ୍ୟରେ ଇଟାଟି ପକାଇ ନଥିଲା, ତେଣୁ ତାକୁ ନିର୍ଦ୍ଦୋଷରେ ଛାଡ଼ି ଦିଆଗଲା। ଦ୍ୱିତୀୟ ଅପରାଧୀଟି ଜଣେ କୃଷକ ଥିଲା। ଗୋଟିଏ ଚୋର କ'ଣ କରିଛି ନା, କୃଷକର ଆମ୍ବ ବଗିଚାରୁ ବସ୍ତା ବସ୍ତା ଆମ୍ବ ଚୋରି କରି ନେଉଥିଲା, ଆଉ ଏହି ସମୟରେ କୃଷକଟି ତାକୁ ଦେଖିଦେଇଛି। କୃଷକଟି ହଠାତ୍ ରାଗିଗଲା, ଆଉ ଚୋରଟିକୁ ଠେଙ୍ଗାରେ ଏମିତି ବାଡ଼େଇଲା ଯେ ଚୋରଟିର ମୁଣ୍ଡ ଫାଟି ସେଇଠି ତାର ମୃତ୍ୟୁ ହୋଇଗଲା। ଜଜ୍ ଦେଖିଲେ ଯେ ନିଜ ଆମ୍ବ ଚୋରି ହେଉଥିବା ଦେଖି କୃଷକ ମନରେ କ୍ରୋଧ ଆସିବା ସ୍ୱାଭାବିକ, କିନ୍ତୁ କୃଷକଟି ବଡ଼ ଭୁଲ କରିଛି। ସାମାନ୍ୟ ଅପରାଧ ପାଇଁ ଏତେ ଜୋରରେ ଚୋରଟିକୁ ମାରିବା ଠିକ୍ ହୋଇନାହିଁ, ତେଣୁ ତାକୁ 5 ବର୍ଷ ଜେଲ୍ ଦଣ୍ଡ ଦିଆଗଲା। ତେବେ ତୃତୀୟ ଅପରାଧୀଟି ଗୋଟିଏ ଦୁର୍ଦ୍ଦାନ୍ତ ଡକାୟତ ଥିଲା। ଥରେ ରାତିରେ ଜଣେ ଧନୀ ଲୋକର ଘରେ ପଶି ତାକୁ ହତ୍ୟା କରି ଟଙ୍କା ପଇସା ସୁନା ଅଳଙ୍କାର ଯାହା ସବୁ ଥିଲା ଚୋରଟି ସବୁ ଚୋରାଇ ଆଣିଥିଲା, ଆଉ ଏଇଥିପାଇଁ ତାକୁ ଆଜୀବନ ଜେଲ୍ ଦଣ୍ଡ ମିଳିଲା। ଆମେ ଦେଖିଲେ ଯେ 3 ଜଣ ଯାକ ତ ହତ୍ୟାକାରୀ। ବାହାରକୁ ସେମାନଙ୍କର ଅପରାଧ ସମାନ ଜଣାପଡ଼ୁଛି, ସମସ୍ତେ ମଣିଷ ମାରିଛନ୍ତି, କିନ୍ତୁ ସୂକ୍ଷ୍ମଦର୍ଶୀ ଜଜ୍ ସେହି ହତ୍ୟାକୁ ସମାନ ବୋଲି ବିଚାର କଲେ ନାହିଁ, ବରଂ ଭିତରର ବାସ୍ତବତାକୁ ଅନୁଧ୍ୟାନ କଲେ ଆଉ ନିଜର ବିଚାର ନିର୍ଣ୍ଣୟ କଲେ। ଏଇଭଳିଆ ଆମର ଅନ୍ତଃକରଣ ବା ଆମର ଅନ୍ତର୍ମନ ସବୁକିଛି ଜାଣିଥାଏ, ଏବଂ ଏହି କର୍ମ କେଉଁ ଭାବନାରେ, କେଉଁ ଉଦ୍ଦେଶ୍ୟରେ, କେଉଁ ପରିସ୍ଥିତିରେ ଏବଂ କାହିଁକି କରାଯାଇଥିଲା, ଗୁପ୍ତମନ ନିଜେ ହିଁ ତାର ସମ୍ପୂର୍ଣ୍ଣ ବିବରଣୀ ଆମର ଅନ୍ତର୍ଚେତନାରେ ରେକର୍ଡ କରୁଥାଏ।
आमे जो इच्छा बा जो भावना नहीं कौन कार्य करूँ से इच्छा बा भावना अनुसार ही चित्रगुप्त पाप पुण्यर निर्धारण करिथाए। मंद भावना बा मंद उद्देश्य नहीं कौन कार्य कले पापकर्म आउ भल उद्देश्य नहीं कौन कार्य कले पुण्यकर्म होता है। जड़े फांसी चढ़ाऊा कौन घातक जदि सीए निज मनरे सत् भावना रखी क्या फांसी चढ़ाई निजर कर्तव्य को सठिक भाव में पालन करिथाए तो ताकू मध्य पुण्यात्मा हिसाब से गणा जाई पारे। तार चित्रगुप्त मध्य तार सेई कर्म को पापकर्म बोली धरिब नाही, बरं उचित कर्तव्य कर्मर गोटे संस्कार सेई घातकर अंतर्चेतना रे ही रेकर्डिंग होइकी रहिजिव। तेणु पाप पुण्यर निर्णय कौनसी कर्मर बाहर रूपरेखर नुहे, बरं ताहा मनीषर भावना बा उद्देश्य अनुसार ही होइथाए। आउ एई इच्छा जेतिकी प्रगाढ़ हब पाप पुण्यर मात्रा मध्य सेतिकी प्रगाढ़ हब। जड़े लोक निजर मन भितर कौनसी आंतरिकता न थाई जड़े रोगीर सेवा करुछि तो आउ जड़े मनरे दया सहानुभूति रखी खुशी मनरे रोगीर सेवा करुछि। जदि देखिबे ए क्षेत्र में प्रथम व्यक्ति आउ द्वितीय व्यक्तिर काम बाहर को समान, किंतु पुण्यर मात्रा प्रथम व्यक्ति अपेक्षा द्वितीय व्यक्तिर अधिक हेब। सेहीपरि भोकिला लोकटिए से भोक विकल चोरी करिछि, आउ जड़े लोक मद पीवा पई चोरी करिछि। ए क्षेत्र में दुहिंकर चोरी करिबा काम बाहर को समान, किंतु भोकिला लोक अपेक्षा मद्यपर पाप अधिक हेब। एई भली भाबरे आम भितरर अंतर्चेतना बा आमर चित्रगुप्त जड़े सूक्ष्मदर्शी विवेकवान एवं निरपेक्ष जज भली आमर भलमंद कर्मगुड़ी को विचार करी ताहा पाप कि पुण्यकर्म ए कथा निर्धारण करिथाए। आउ सेई संस्कार गुड़ी को आमर अंतर्चेतना रे रेकर्ड करी साहित्य रखिथाए। तेबे प्रिय दर्शक बंधु आज प्रसंग को एठी रखिबा, पुणी आसीबी आउ एक सुंदर शिक्षणीय वीडियो नहीं, से पर्यंत रहुची विदाय।